ବର୍ତ୍ତମାନ ଆମେ ତୃତୀୟ ଅଧ୍ୟାୟର ଭକ୍ତିଦେବୀଙ୍କର କଷ୍ଟ ନିବୃତ୍ତି ବିଷୟରେ ଜାଣିବା। ଭକ୍ତିଦେବୀଙ୍କର କଷ୍ଟ ନିବୃତ୍ତି ନିମନ୍ତେ ଶ୍ରୀ ନାରଦ କହିଲେ, ତାହେଲେ ମୁଁ ଭକ୍ତି ଓ ଜ୍ଞାନ ବୈରାଗ୍ୟଙ୍କୁ ପ୍ରତିଷ୍ଠିତ କରିବା ନିମନ୍ତେ ଶୁକଦେବଙ୍କ ବର୍ଣ୍ଣିତ ଉଜ୍ଜ୍ୱଳ ଭାଗବତ କଥା ଦ୍ୱାରା ଯତ୍ନପୂର୍ବକ ଜ୍ଞାନ ଯଜ୍ଞ କରିବି। ଆପଣମାନେ ମୋତେ ଗୋଟିଏ ଉପଯୁକ୍ତ ସ୍ଥାନ କହିଦିଅନ୍ତୁ, ଯେଉଁଠିକି ମୁଁ ଉକ୍ତ ଯଜ୍ଞ କରିବି। ଆପଣମାନେ ତ ବେଦରେ ପାରଙ୍ଗମ, ତେଣୁ ମୋତେ ଏହି ଶୁକଶାସ୍ତ୍ରର ମହିମା କହନ୍ତୁ। ଶ୍ରୀମଦ୍ ଭାଗବତ କଥା କେତେ ଦିନ ଭିତରେ ଶୁଣାଇବା ଉଚିତ ଓ ତାହା ଶୁଣିବାର ବିଧି କ'ଣ, ମୋତେ ତା ମଧ୍ୟ କହିଦିଅନ୍ତୁ। ସନକାଦି କହିଲେ, ହେ ନାରଦ, ଆପଣ ବାସ୍ତବରେ ବଡ଼ ବିନୟୀ ଓ ବିବେକୀ, ତେଣୁ ଆମେ ସମସ୍ତ ବିଷୟ କହିଦେଉଛୁ, ଶୁଣନ୍ତୁ। ହରିଦ୍ୱାର ନିକଟରେ ଗଙ୍ଗା ନଦୀ ତଟରେ ଆନନ୍ଦଘାଟ ନାମକ ଗୋଟିଏ ସ୍ଥାନ ଅଛି। ସେଠାରେ ଅନେକ ଋଷି ବାସ କରନ୍ତି। ଦେବତା ଓ ସିଦ୍ଧମାନେ ମଧ୍ୟ ସେହି ତୀର୍ଥ ସେବନରେ ବାସ କରନ୍ତି। ସେଠାରେ ନାନା ପ୍ରକାର ବୃକ୍ଷଲତା ପୂର୍ଣ୍ଣ ହୋଇ ରହିଛି ଓ ଘାଟଟି ସ୍ୱଚ୍ଛ ସୁକୋମଳ ବାଲୁକାରେ ପୂର୍ଣ୍ଣ। ଘାଟଟି ବଡ଼ ସୁନ୍ଦର ଏବଂ ସ୍ଥାନଟି ଅତ୍ୟନ୍ତ ନିରୋଳା। ସେଠାରେ ସର୍ବଦା ସ୍ୱର୍ଣ୍ଣ କମଳର ସୁଗନ୍ଧ ପ୍ରସାରିତ ହେଉଥାଏ। ସେହି ଆଖପାଖରେ ରହୁଥିବା ସିଂହ ଆଦି ହାତୀ ଆଦି ପାରସ୍ପରିକ ଶତ୍ରୁତା ଥିବା ଜୀବମାନଙ୍କ ମଧ୍ୟରେ ବି ବୈରଭାବ ନାହିଁ। ସେଠାରେ ଆପଣ ଜ୍ଞାନ ଯଜ୍ଞ ଆରମ୍ଭ କରିଦିଅନ୍ତୁ। ସେଠାରେ ଅନାୟାସରେ ଭାଗବତ କଥାର ଅପୂର୍ବ ରସ ଉଦୟ ହେବ। ଆପଣ ଦେଖିବେ, ଭକ୍ତିଦେବୀ ମଧ୍ୟ ଦୁର୍ବଳ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ଜ୍ଞାନ ବୈରାଗ୍ୟକୁ ସାଥିରେ ଧରି ସେଠାକୁ ଚାଲି ଆସିବେ। କାରଣ ଯେଉଁଠି ଭାଗବତ କଥା ଅନୁଷ୍ଠାନ ହୁଏ, ସେଠାରେ ଭକ୍ତିଦେବୀ ଆଦି ସ୍ୱତଃ ଆସି ପହଞ୍ଚି ଯାଆନ୍ତି। ସେଠାରେ ସେମାନଙ୍କ କାନରେ ଭାଗବତ କଥାର ଶବ୍ଦ ପଡ଼ିବା ମାତ୍ରେ 3 ଜଣ ଯାକ ତରୁଣାବସ୍ଥା ଫେରି ପାଇବେ। ଏପରି କହି ସନକାଦି ମଧ୍ୟ ଶ୍ରୀମଦ୍ ଭାଗବତ କଥାମୃତ ପାନ କରିବା ନିମନ୍ତେ ନାରଦଙ୍କ ସହିତ ତୁରନ୍ତ ଗଙ୍ଗା ତଟକୁ ଚାଲି ଆସିଲେ। ସେମାନେ ଆସି ସେହି ଘାଟରେ ପହଞ୍ଚୁ ପହଞ୍ଚୁ ଭୂଲୋକ, ଦେବଲୋକ ଓ ବ୍ରହ୍ମଲୋକ ଆଦି ସବୁ ଲୋକରେ ପ୍ରଚାରିତ ହୋଇଗଲା ଯେ ସେଠାରେ ଭାଗବତ କଥାର ଆୟୋଜନ ହେଉଛି। ଯେଉଁଠି ଯେତେ ଭାଗବତ କଥା ରସିକ ବିଷ୍ଣୁ ଭକ୍ତ ଥିଲେ, ଅନ୍ୟମାନେ ଆସିବା ପୂର୍ବରୁ ସେମାନେ ସମସ୍ତେ ଶ୍ରୀମଦ୍ ଭାଗବତ କଥାମୃତ ପାନ କରିବା ନିମନ୍ତେ ସେଠାକୁ ଧାଇଁ ଆସିଲେ। ଭୃଗୁ, ବଶିଷ୍ଠ, ଚ୍ୟବନ, ଗୌତମ, ମେଘାତିଥି, ଦେବଳ, ଦେବରାତ, ପରଶୁରାମ, ବିଶ୍ୱାମିତ୍ର, ସାକଳ, ମାର୍କଣ୍ଡେୟ, ଦତ୍ତାତ୍ରେୟ, ପିପ୍ପଳାଦ, ଯୋଗେଶ୍ୱର ବ୍ୟାସ, ପରାଶର, ଛାୟାଶୁକ, ଜାଜଳି, ଜହ୍ନୁ ଆଦି ସବୁ ପ୍ରଧାନ ମୁନି ନିଜ ନିଜର ପୁତ୍ର, ଶିଷ୍ୟ ଏବଂ ସ୍ତ୍ରୀକୁ ଧରି ଅତି ଆନନ୍ଦରେ ଆସି ସେଠାରେ ପହଞ୍ଚିଗଲେ। ସେମାନଙ୍କ ଛଡ଼ା ବେଦ, ବେଦାନ୍ତ, ଉପନିଷଦ, ମନ୍ତ୍ର, ତନ୍ତ୍ର, ସପ୍ତଦଶ ପୁରାଣ ଏବଂ ଷଟ୍ଶାସ୍ତ୍ର ମଧ୍ୟ ମୂର୍ତ୍ତିମାନ ହୋଇ ସେଠାରେ ଉପସ୍ଥିତ ହେଲେ। ଗଙ୍ଗା ଆଦି ନଦୀମାନେ, ପୁଷ୍କର ଆଦି ସରୋବରମାନେ, କୁରୁକ୍ଷେତ୍ର ଆଦି କ୍ଷେତ୍ରମାନେ, ଦଣ୍ଡକ ଆଦି ବନମାନେ, ହିମାଳୟ ଆଦି ପର୍ବତମାନେ, ଦିଗମାନେ ତଥା ଦେବ, ଗନ୍ଧର୍ବ, ଦାନବ ଆଦି ସମସ୍ତେ ଭାଗବତ ଶୁଣିବାକୁ ଚାଲି ଆସିଲେ। ଯେଉଁମାନେ ନିଜ ନିଜର ଗୌରବ ଗାରିମା କାରଣରୁ ଆସୁନଥିଲେ, ମହର୍ଷି ଭୃଗୁ ସେମାନଙ୍କୁ ବୁଝାଇ ସୁଝାଇ ସେଠାକୁ ନେଇ ଆସିଲେ। କଥା ବା ଭାଗବତ ପ୍ରବଚନ ଶୁଣାଇବା ନିମନ୍ତେ ଦୀକ୍ଷିତ ହୋଇ ଶ୍ରୀକୃଷ୍ଣ ପରାୟଣ ସନକାଦି 4 ଋଷି ନାରଦଙ୍କ ପ୍ରଦତ୍ତ ଶ୍ରେଷ୍ଠ ଆସନରେ ବିରାଜମାନ ହେଲେ। ସମସ୍ତ ଶ୍ରୋତା ତାଙ୍କୁ ବନ୍ଦନା କଲେ। ଶ୍ରୋତାମାନଙ୍କ ମଧ୍ୟରେ ବୈଷ୍ଣବ, ବୈରାଗୀ, ସନ୍ନ୍ୟାସୀ ଓ ବ୍ରହ୍ମଚାରୀ ଆଗରେ ବସିଲେ ଏବଂ ସେ ସମସ୍ତଙ୍କ ଆଗରେ ନାରଦ ବିରାଜମାନ ହେଲେ। ଗୋଟିଏ ପଟେ ଋଷିଗଣ ଆଉ ଗୋଟିଏ ପଟେ ଦେବଗଣ ବସିଲେ। ବେଦ ଓ ଉପନିଷଦ ଗୋଟିଏ ସ୍ଥାନରେ ଏବଂ ତୀର୍ଥମାନେ ଅନ୍ୟ ସ୍ଥାନରେ ବସିଲେ ଏବଂ ଅନ୍ୟ ଏକ ସ୍ଥାନରେ ବସିଲେ ନାରୀଗଣ। ତାପରେ ସକଳ ଦିଗରୁ ଜୟ ଜୟକାର, ନମସ୍କାର ଓ ଶଙ୍ଖଧ୍ୱନି ହେବାକୁ ଲାଗିଲା ଏବଂ ବହୁ ପରିମାଣର ଅବିର, କୁଙ୍କୁମ, ଖଇ ଓ ପୁଷ୍ପ ବୃଷ୍ଟି ହେଲା। କେତେକ ଶ୍ରେଷ୍ଠ ଦେବତା ବିମାନମାନଙ୍କରେ ବସି ଆକାଶ ମାର୍ଗରୁ ହିଁ ସେଠାରେ ଉପସ୍ଥିତ ସମସ୍ତଙ୍କ ଉପରେ କଳ୍ପବୃକ୍ଷର ପୁଷ୍ପ ବୃଷ୍ଟି କଲେ। ଶ୍ରୀ ସୁତ ମୁନି କହି ଚାଲିଲେ, ଏପରି ଭାବରେ ପୂଜା ସମାପ୍ତ ହେବା ପରେ ଯେତେବେଳେ ସମସ୍ତେ ଏକାଗ୍ରଚିତ୍ତ ହୋଇଗଲେ, ସେତେବେଳେ ସନକାଦି ଋଷି ମହାତ୍ମା ଶ୍ରୀ ନାରଦଙ୍କୁ ଶ୍ରୀ ଭାଗବତ ମାହାତ୍ମ୍ୟ ସ୍ପଷ୍ଟ ଭାବରେ ଶୁଣାଇବାକୁ ଆରମ୍ଭ କଲେ। ସନକାଦି କହିଲେ, ବର୍ତ୍ତମାନ ଆମେ ଆପଣମାନଙ୍କୁ ଶ୍ରୀ ଭାଗବତ ଶାସ୍ତ୍ରର ମହିମା ଶୁଣାଉଛୁ। ଏହା ଶ୍ରବଣ କରିବା ମାତ୍ରେ ମୁକ୍ତି ହାତ ମୁଠକୁ ଚାଲି ଆସେ। ଶ୍ରୀମଦ୍ ଭାଗବତ କଥା ସର୍ବଦା ଶ୍ରବଣ ଆସ୍ୱାଦନ କରିବା ଆବଶ୍ୟକ। ଏହା ଶ୍ରବଣ କରିବା ମାତ୍ରେ ଶ୍ରୀହରି ଆସି ହୃଦୟରେ ବିରାଜମାନ ହୁଅନ୍ତି। ଏହି ଗ୍ରନ୍ଥରେ 18,000 ଶ୍ଲୋକ ଓ 12ଟି ସ୍କନ୍ଧ ରହିଛି ତଥା ଏଥିରେ ଶ୍ରୀ ଶୁକଦେବ ଓ ଶ୍ରୀ ରାଜା ପରୀକ୍ଷିତଙ୍କ ସମ୍ବାଦ ରହିଛି। ଆପଣମାନେ ଏହି ଭାଗବତ ଶାସ୍ତ୍ର ମନ ଧ୍ୟାନ ଦେଇ ଶୁଣନ୍ତୁ। ଯେ ପର୍ଯ୍ୟନ୍ତ କ୍ଷଣକ ପାଇଁ ହେଲେ ମଧ୍ୟ ଏହି ଶୁକଶାସ୍ତ୍ର କଥା କାନରେ ପଡ଼ିନଥାଏ, ସେ ପର୍ଯ୍ୟନ୍ତ ଜୀବ ଅଜ୍ଞାନବଶତଃ ଏ ସଂସାର ଚକ୍ରରେ ପଡ଼ି ଘୁରୁଥାଏ। ମୁକ୍ତି ଦେବା ନିମନ୍ତେ
एकमात्र भागवत शास्त्र सेवन ही ଯଥେଷ୍ଟ। ତେଣୁ ଅନ୍ୟାନ୍ୟ ନାନାବିଧ ଶାସ୍ତ୍ର ଓ ପୁରାଣ ଶୁଣି ଲାଭ କ'ଣ? ସେସବୁ ଶୁଣିଲେ ବରଂ ବୃଥାରେ ମନୁଷ୍ୟର ଭ୍ରମ ବଢ଼େ। ଯେଉଁ ଘରେ ପ୍ରତିଦିନ ଶ୍ରୀମଦ୍ ଭାଗବତ କଥା ଚର୍ଚ୍ଚା ହୁଏ ସେ ଘର ତୀର୍ଥରୂପ ହୋଇଯାଏ ଏବଂ ସେହି ଘରର ଲୋକଙ୍କର ସକଳ ପାପ ନଷ୍ଟ ହୋଇଯାଏ। ଶୁକଶାସ୍ତ୍ରର କଥା ପ୍ରଭାବ 16 ଅଣା ହେଲେ 1000 ଅଶ୍ୱମେଧ ଓ 100 ବାଜପେୟ ଯଜ୍ଞର ପ୍ରଭାବ ମସି ଅଣାଏ ମଧ୍ୟ ହୋଇପାରିବ ନାହିଁ। ହେ ତପସ୍ୱୀ ମୁନି ଓ ଋଷିଗଣ, ଯେପର୍ଯ୍ୟନ୍ତ ମନୁଷ୍ୟ ଭଲ ରୂପେ ଶ୍ରୀମଦ୍ ଭାଗବତ ଶ୍ରବଣ କରିନାହିଁ ସେ ପର୍ଯ୍ୟନ୍ତ ତା ଦେହରେ ପାପ ନିବାସ କରିଥାଏ। ଫଳ ଦୃଷ୍ଟିରୁ ଦେଖିଲେ ଗଙ୍ଗା, ଗୟା, କାଶୀ, ପୁଷ୍କର ବା ପ୍ରୟାଗ ଆଦି କୌଣସି ତୀର୍ଥ ଏହି ଶୁକଶାସ୍ତ୍ରର ସମକକ୍ଷ ହୋଇପାରିବ ନାହିଁ। ଯଦି ଆପଣମାନେ ପରମଗତି ପ୍ରାପ୍ତି ଚାହୁଁଥାନ୍ତି ତେବେ ପ୍ରତିଦିନ ନିଜ ମୁଖରେ ଶ୍ରୀମଦ୍ ଭାଗବତର ଅନ୍ତତଃ ଗୋଟିଏ ଶ୍ଲୋକ ବା ତାର ଅର୍ଦ୍ଧେକ ଅଥବା 1/4 ନିୟମପୂର୍ବକ ପାଠ କରନ୍ତୁ। ଓଁକାର, ଗାୟତ୍ରୀ, ପୁରୁଷ ସୂକ୍ତ, 3 ବେଦ, ଶ୍ରୀମଦ୍ ଭାଗବତ, ଓଂ ନମୋ ଭଗବତେ ବାସୁଦେବାୟ ଏହି ଦ୍ୱାଦଶାକ୍ଷର ମନ୍ତ୍ର, ଦ୍ୱାଦଶ ମୂର୍ତ୍ତିଧାରୀ ସୂର୍ଯ୍ୟ ଭଗବାନ, ପ୍ରୟାଗ ସମ୍ବତ୍ସର ରୂପ କାଳ, ବ୍ରାହ୍ମଣ, ଅଗ୍ନିହୋତ୍ର, ଗୋମାତା, ଦ୍ୱାଦଶୀ ତିଥି, ତୁଳସୀ, ବସନ୍ତ ଋତୁ ଏବଂ ଭଗବାନ ପୁରୁଷୋତ୍ତମ, ଏସବୁଙ୍କ ମଧ୍ୟରେ ବୁଦ୍ଧିମାନ ଲୋକ ବସ୍ତୁତଃ କୌଣସି ପ୍ରଭେଦ ଥିବା ସ୍ୱୀକାର କରେ ନାହିଁ। ଯେ ପ୍ରତ୍ୟହ ଅର୍ଥ ସହିତ ଶ୍ରୀମଦ୍ ଭାଗବତ ଶାସ୍ତ୍ର ପାଠ କରେ ତାର କୋଟି ଜନ୍ମରେ ପାପ ଯେ ନଷ୍ଟ ହୋଇଯାଏ ସେଥିରେ ତିଳେମାତ୍ର ସନ୍ଦେହ ନାହିଁ। ଯେ ପ୍ରତିଦିନ ଭାଗବତର ଗୋଟିଏ ଶ୍ଲୋକର ଅଧା ଏପରିକି 1/4 ଅର୍ଥ ସହିତ ପଢ଼େ ତାକୁ ରାଜସ୍ୱ ଅଶ୍ୱମେଧ ଯଜ୍ଞର ଫଳ ମିଳେ। ନିତ୍ୟ ଭାଗବତ ପାଠ କରିବା, ନିତ୍ୟ ଭଗବତ ଚିନ୍ତନ କରିବା, ନିତ୍ୟ ତୁଳସୀ ବୃକ୍ଷରେ ଜଳ ଦେବା ଏବଂ ପ୍ରତିଦିନ ଗୋମାତାଙ୍କର ସେବା କରିବା, ଏହି 4ଟି କର୍ମ ସମାନ ଫଳପ୍ରଦ। ଯେଉଁ ବ୍ୟକ୍ତି ଜୀବନର ଅନ୍ତକାଳରେ ଶ୍ରୀମଦ୍ ଭାଗବତ ବାକ୍ୟ ଶ୍ରବଣ କରନ୍ତି ଭଗବାନ ତାଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କୁ ବୈକୁଣ୍ଠ ଧାମ ପ୍ରଦାନ କରନ୍ତି। ଯେଉଁ ବ୍ୟକ୍ତି ଏହି ମହାପୁରାଣକୁ ସୁବର୍ଣ୍ଣ ସିଂହାସନରେ ରଖି ବିଷ୍ଣୁ ଭକ୍ତଙ୍କୁ ଦାନ କରନ୍ତି ସେ ନିଶ୍ଚିତ ରୂପେ ଭଗବାନଙ୍କର ସାଯୁଜ୍ୟ ଲାଭ କରନ୍ତି। ଯେଉଁ ମୂଢ଼ ନର ନିଜ ଜୀବନ କାଳ ମଧ୍ୟରେ ଚିତ୍ର ଏକାଗ୍ର କରି ଶ୍ରୀମଦ୍ ଭାଗବତ ଗୀତାମୃତର ସାମାନ୍ୟ ଟିକିଏ ବି ରସାସ୍ୱାଦନ କରିନାହିଁ, ଜାଣନ୍ତୁ ସେ ତାର ସମଗ୍ର ଆୟୁ ଚାଣ୍ଡାଳ ଓ ଗର୍ଦ୍ଧବ ପରି ବୃଥାରେ ହିଁ କଟାଇ ଦେଲା। ସେହି ମୂଢ଼ ନିଜ ମାତାଙ୍କୁ କେବଳ ପ୍ରସବ ପୀଡ଼ା ଦେବା ନିମନ୍ତେ ହିଁ ଜନ୍ମ ହୋଇଥିଲା। ଯେ ଏହି ଶୁକଶାସ୍ତ୍ରକୁ ସାମାନ୍ୟ ଟିକିଏ ବି ଶୁଣେ ନାହିଁ ସେହି ପାପାତ୍ମା ତ ବଞ୍ଚି ଥାଉ ଥାଉ ମୁର୍ଦ୍ଦାର ସଦୃଶ। ସ୍ୱର୍ଗର ଦେବାଧିପତି ଇନ୍ଦ୍ରାଦି କହିଥାନ୍ତି ପୃଥିବୀର ଭାର ସ୍ୱରୂପ ହେଉଥିବା ଏହି ପଶୁତୁଲ୍ୟ ମନୁଷ୍ୟକୁ ଧିକ୍। ସଂସାରରେ ଶ୍ରୀମଦ୍ ଭାଗବତ କଥା ଶୁଣିବାକୁ ମିଳିବା ନିଶ୍ଚିତ ରୂପେ ଦୁର୍ଲଭ। ଗୋଟିଏ ଜନ୍ମର ପୁଣ୍ୟ ବଳରେ ଏହା ଶୁଣିବାକୁ ମିଳିଥାଏ। କୋଟିଏ ଜନ୍ମର ପୁଣ୍ୟ ବଳରେ ଏହା ଶୁଣିବାକୁ ମିଳିଥାଏ। ହେ ନାରଦ, ଆପଣ ସତରେ ବଡ଼ ବୁଦ୍ଧିମାନ ଓ ଯୋଗନିଧି। ଆପଣ ଯତ୍ନର ସହିତ ଏହା ଶ୍ରବଣ କରନ୍ତୁ। ଏହି ଭାଗବତ କଥା କେତେ ଦିନ ଶୁଣିବାକୁ ପଡ଼ିବ ସେପରି କିଛି ନିର୍ଦ୍ଦିଷ୍ଟ ନିୟମ ନାହିଁ। ଏହାକୁ ସର୍ବଦା ଶୁଣିବା ଭଲ। ସତ୍ୟବାଦିତା ଓ ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ଏହା ସର୍ବଦା ଶୁଣିବା ଉଚିତ ବୋଲି ମତ ଦିଆଯାଏ। କିନ୍ତୁ କଳିଯୁଗରେ ତ ସେପରି ହୋଇପାରିବ କଠିନ। ତେଣୁ ଏ ବିଷୟରେ ଶୁକଦେବ ଯେଉଁ ବିଶେଷ ବିଧି କହିଯାଇଛନ୍ତି ତାହା ଜାଣି ରଖିବା ଉଚିତ। କଳିଯୁଗରେ ବହୁଦିନ ଧରି ଚିତ୍ତବୃତ୍ତିକୁ ବଶରେ ରଖିବା, ନୀତି ନିୟମରେ ରହିବା ଏବଂ କୌଣସି ପୁଣ୍ୟ କାର୍ଯ୍ୟ ନିମନ୍ତେ ଦୀକ୍ଷିତ ହୋଇ ରହିବା ବଡ଼ କଠିନ। ତେଣୁ ଭାଗବତ ପାଇଁ ସପ୍ତାହ ଶ୍ରବଣ ବିଧି ରଖାଯାଇଛି। ଏହାକୁ ଶ୍ରଦ୍ଧାପୂର୍ବକ କେବେ ବି ଶ୍ରବଣ କଲେ ଅଥବା ମାଘ ମାସରେ ଶ୍ରବଣ କଲେ ଯେଉଁ ଫଳ ମିଳେ ସପ୍ତାହ ଶ୍ରବଣରୁ ମଧ୍ୟ ସେହି ଫଳ ମିଳେ ବୋଲି ଶ୍ରୀ ଶୁକଦେବ ନିର୍ଦ୍ଧାରଣ କରିଛନ୍ତି। ମନର ଅସଂଯମତା, ରୋଗର ବହୁଳତା ଓ ଆୟୁର ଅଳ୍ପତା ହେତୁ ତଥା କଳିଯୁଗରେ ଅନେକ ଦୋଷର ସମ୍ଭାବନା ରହିଥିବାରୁ ହିଁ ସପ୍ତାହ ଶ୍ରବଣର ବିଧି ବିଧାନ କରାଯାଇଛି। ତପ, ଯୋଗ, ସମାଧିରୁ ମଧ୍ୟ ଯେଉଁ ଫଳ ମିଳିପାରେ ନାହିଁ ଅଖଣ୍ଡ ଭାବରେ ସପ୍ତାହ ଶ୍ରବଣରୁ ସେହି ଫଳ ସହଜରେ ମିଳିଥାଏ। ଶ୍ରୀମଦ୍ ଭାଗବତ ସପ୍ତାହ ଶ୍ରବଣ କରିବା ଯଜ୍ଞଠାରୁ ମଧ୍ୟ ଶ୍ରେଷ୍ଠତର ଅଟେ। ଏହା ବ୍ରତ, ତପ, ତୀର୍ଥ ସେବନ ଓ ଯୋଗଠାରୁ ମଧ୍ୟ ଶ୍ରେଷ୍ଠତର। ଏପରିକି ଏହା ଧ୍ୟାନ ଜ୍ଞାନ ଠାରୁ ମଧ୍ୟ ଶ୍ରେଷ୍ଠତର। ଭାଗବତ ସପ୍ତାହ ଶ୍ରବଣର ବିଶେଷତ୍ୱ ମୁଁ କେତେ ଅବା ବର୍ଣ୍ଣନା କରିପାରିବି। ଅତ୍ୟନ୍ତ ଆନନ୍ଦର କଥା ଯେ ଏହା ସବୁ କିଛିରୁ ମଧ୍ୟ ଶ୍ରେଷ୍ଠତର। ସୌନକ କହିଲେ, ହେ ସୁତ ମହାରାଜ, ଆପଣ ଯାହା ସବୁ କହିଲେ ଏସବୁ ତ ବଡ଼ ଆଶ୍ଚର୍ଯ୍ୟ ପରି ଲାଗୁଛି। ଅବଶ୍ୟ ଗୋଟିଏ କଥା ସତ,
जे भागवत पुराण जोगवेत्ता ब्रह्मांकर मध्य आदि कारण श्री नारायण को निरूपण करे, किंतु यही पुराण मोक्ष प्राप्ति क्षेत्र में ज्ञान आदि सकल साधना को हराई दिए। ए जुगरे सबुठारु श्रेष्ठ किपरि होइगला? हे श्रीसुत कहिले, हे सोनक, भगवान श्रीकृष्ण जेतेबेले एही धराधाम छाड़ी निजर नित्यधाम को जीवाकु बसिले, सेतेबेले तांको मुखारविंदरु एकादश स्कंदर ज्ञानोपदेश श्रवण करी मध्य उद्धव पचारिले, हे गोविंद, वर्तमान तो आपण निज भक्त मानकर कार्य करी दे स्वधाम को चली जावाकु चाहुचंती, किंतु मो मनरे गोटे बड़ चिंता जागृत होईची। आपण ताहा सुनी मते शांति प्रदान करंतु। वर्तमान जानंतु घोर कलिकाल आसीगला, तेणु संसार रे पुनर्बार अनेक दुष्ट जन्मिबे। सेमानंकर संसर्ग रे आसी जेतेबेले अनेक सत्पुरुष मध्य उग्र स्वभावर होइजिबे, सेतेबेले सेमानंक भार रे आक्रांत होई गोरूप धारिणी पृथ्वी काहार शरण नब? हे कमललोचन, आपणक व्यतीत पृथ्वी को रक्षा करिपारिबा भली द्वितीय पुरुष तो केही देखा जाऊ नाहांती। तेणु हे भक्तवत्सल, आपण साधुमानंक उपरे कृपा करी एठाकु चली जांतु नहीं। हे भगवान, आपण निराकार और चिन्मात्र होई मध्य भक्तमानंक निमंते ही तो सर्वरूप धारण करिसंती। एबे भला आपणक वियोगरे भक्त माने पृथ्वी रे किपरि रही पारिबे? निर्गुण उपासना तो बड़ कष्टकर, तेणु आपणको पाइबार किछि सरल उपाय विषय चिंता करंतु। प्रभास क्षेत्र रे उद्धवंकर एही वचन सुनी सुतमुनि कहि चलिले, भगवान मने मने विचार कले, भक्त मानंकर अवलंबन निमंते मु की व्यवस्था करिबा उचित? हे सौनक, विचार करि सारी भगवान निजर सकल शक्ति भागवत रे लिखिदेले। से अंतर्ध्यान होई भागवत समुद्र रे प्रवेश करिगले। तेणु भागवत होछि भगवानंकर साक्षात शब्दमयी मूर्ति। एहार सेवन, श्रवण, पाठ अथवा दर्शन मात्रे ही मनुष्यर सकल पाप नष्ट होइथाए। एही कारणरू भागवत सप्ताह को सर्वश्रेष्ठ धर्म बोली स्वीकार करा जाइछि। पुणी कली जुगरे तो अन्य सकल साधना अपेक्षा यह ही प्रधान धर्म बोली कहा जाइछि। कली काल रे यह एपरि श्रेष्ठ धर्म जे यह सकल दुख, दारिद्र्य, दुर्भाग्य, पाप संपूर्ण रूपे धोई दिए तथा काम क्रोधादि शत्रु मानक उपरे विजय प्रदान करे। अन्यथा भगवानଙ୍କର ଏହି ମାୟାର କବଳରୁ ତ୍ରାହି ପାଇବା ଦେବତା ମାନଙ୍କ ପକ୍ଷରେ ମଧ୍ୟ କଠିନ। ମନୁଷ୍ୟ ବା ତ୍ରାହି ପାଇବ କିପରି? ତେଣୁ ବିଷ୍ଣୁ ମାୟାରୁ ରକ୍ଷା ପାଇପାରିବା ପାଇଁ ସପ୍ତାହ ଶ୍ରବଣ ବିଧାନ କରାଯାଇଛି। ଶ୍ରୀ ସୁତମୁନି କହି ଚାଲିଲେ, हे ସନକ, ସନକାଦି ମୁନୀଶ୍ୱର ଏହିପରି ସପ୍ତାହ ଶ୍ରବଣର ମହିମା ବର୍ଣ୍ଣନା କରୁଥାନ୍ତି। ଠିକ୍ ଏହି ସମୟରେ ସଭାରେ ଗୋଟିଏ ଆଶ୍ଚର୍ଯ୍ୟକର ଘଟଣା ଘଟିଲା। କ'ଣ ଘଟିଲା ମୁଁ କହୁଛି ଶୁଣ। तरुण अवस्था प्राप्त होइथिबा दुई पुत्रंको साथी रे धरी विशुद्ध प्रेम रूपा भक्ति बारंबार श्रीकृष्ण गोविंद हरे मुरारे, हे नाथ नारायण वासुदेव आदि भव नाम उच्चारण करी करी अकस्मात सेठारे प्रकट हो गले। समस्त सभासद देखा पाइले जे परम सुंदरी भक्ति राणी भागवतर अर्थ रूपी आभूषण रे भूषिता होई सेठारे प्रवेश कले। मुनिंकर से सभारे समस्ते परस्पर को पचारिबाकु लागिले, ये किपरि एठाकु आसिले, एठारे प्रवेश कले केउ बाटे? ताहा सुनी सनकादि कहिले, एही भक्ति देवी एबे एबे भागवत कथार अर्थरु आविर्भूत हेले। सेमानंकर कथा सुनी भक्ति देवी निज पुत्र मानंक समेत अत्यंत विनम्र होई सनत कुमारंको कहिले, मु कलिजुगरे नष्ट प्राय होई जाइथिली। आपण कथामृत सेवन करी मते पुनर्बार पुष्ट करदेले। वर्तमान मु केउठी रहिबी आपण कहंतु। ताहा सुनी सनकादि कहिले, तुमे भक्त मानंको भगवानंकर स्वरूप प्रदान कर दियो। तुमे अन्यान्य प्रेम संपादन करिथाओ एवं संसार रोग निर्मूल करिथाओ। तेणु तुमे धैर्य धरी नित्य निरंतर विष्णु भक्त मानंक हृदय रे ही निवास कर। कलिजुगर दोष समग्र संसार उपरे तार प्रभाव विस्तार करिपारे, किंतु विष्णु भक्तंक हृदय रे रहिले तुमे उपरे तार दृष्टि भी पड़ी पारिबो नहीं। एपरि भावरे सेमानंकर आज्ञा पाइबा क्षणी भक्ति तुरंत जाई भागवत भक्त मानंक हृदय रे विराजित होई गले। जो मानंक हृदय रे एकमात्र श्रीहरिंक प्रति भक्ति निवास करे सेमाने त्रिलोकर अधिवासी मानंक मध्य रे भौतिक संपद दृष्टिरु अत्यंत निर्धन होइथिले मध्य परम धन्य। कारण एही भक्ति सूत्र रे बांधी होई साक्षात भगवान मध्य तांकर परमधाम छाड़ी आसी से भक्त मानंक हृदय रे नित्य निवास करती।
ଭୂଲୋକରେ ଭାଗବତ ହେଉଛି ସାକ୍ଷାତ ପରମ ବ୍ରହ୍ମଙ୍କର ବିଗ୍ରହ। ଆମେ ବା ଏହାର ମହିମା କେତେ ଦୂର ବର୍ଣ୍ଣି ପାରିବୁ। ଏହାର ଆଶ୍ରୟ ନେଇ ଏହା ଶୁଣାଇଲେ ତ ଶୁଣୁଥିବା ଲୋକ ଓ ଶୁଣାଉଥିବା ଲୋକ ଉଭୟ ଶ୍ରୀକୃଷ୍ଣଙ୍କର ସ୍ୱାରୂପ୍ୟ ମୁକ୍ତି ପାଇଯାଆନ୍ତି। ଆପଣମାନେ ଶୁଣୁଛନ୍ତି, ଆମେ ଯଦି ଭାଗବତକୁ ଶୁଣିବା ବା ଶୁଣେଇବା, ହେଲେ ଶୁଣାଇଲେ ଶୁଣୁଥିବା ଲୋକ ଓ ଶୁଣାଇଥିବା ଲୋକ ଉଭୟ ଶ୍ରୀକୃଷ୍ଣଙ୍କ ପରି ସାରୂପ୍ୟ ମୁକ୍ତି ପାଇଯାଆନ୍ତି। ସେଥିପାଇଁ ଭାଗବତର ଆଶ୍ରୟ ଛାଡ଼ି ଅନ୍ୟ ଧର୍ମରେ ମାତିବାରେ ବା କି ପ୍ରୟୋଜନ ରହିଛି। ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି, ଆପଣମାନେ ଯେତେ ମାତ୍ରାରେ ହଉ ଏହାକୁ ପ୍ରସାର କରନ୍ତୁ। ଲୋକମାନଙ୍କ ମନରେ ଭଗବତ ଭକ୍ତି ଆଣନ୍ତୁ। ଲୋକମାନେ ଭକ୍ତି ପ୍ରତି ଆକୃଷ୍ଟ ହୁଅନ୍ତୁ। ଆଉ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ, ଯଦ୍ୱାରା ଆହୁରି ଅନେକ ଲୋକ ସେଥିରେ ଉପକୃତ ହେବେ, ଭାଗବତ କଥାମୃତ ପାନ କରିପାରିବେ। ଆଜି ରହୁଛି। ଜୟ ଶ୍ରୀକୃଷ୍ଣ।